ସୁଭଦ୍ରା ଯୋଜନାକୁ ନେଇ ତୀବ୍ର ରାଜନୀତି ଚାଲିଥିଲା ବେଳେ ସେପ୍ଟେମ୍ବର ମାସ 17 ତାରିଖରେ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନରେ ଓଡ଼ିଶାର ବିଜେପି ସରକାର ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ସୁଭଦ୍ରା ଯୋଜନାରେ ଅତି କମ୍ରେ 1.08 କୋଟି ମହିଳା ସିଧାସଳଖ ଉପକୃତ ହେବେ। ଜୁଲାଇ 1 ସୁଦ୍ଧା 21 ବର୍ଷ ପୂରଣ କରିଥିବା ମହିଳାମାନେ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ। ଭତ୍ତା ପାଉଥିବା ବିଧବା ଓ ଦିବ୍ୟାଙ୍ଗ ମହିଳାମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହେବେ। ଏହି ଯୋଜନାରେ ମହିଳାମାନଙ୍କୁ ଆଗାମୀ 5 ବର୍ଷରେ 50,000 ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ମହିଳା ହିତାଧିକାରୀଙ୍କୁ 2ଟି ସମାନ କିସ୍ତିରେ 10,000 ଟଙ୍କା ଲେଖା ମିଳିବ। ସେମାନଙ୍କୁ ସୁଭଦ୍ରା କ୍ରେଡିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବା ସହ ସର୍ବାଧିକ ଡିଜିଟାଲ କାରବାର ପାଇଁ ଏହି କାର୍ଡ଼ ବ୍ୟବହାର କରୁଥିବା 100 ମହିଳାଙ୍କୁ ଅତିରିକ୍ତ 500 ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ। ତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆପଣଙ୍କର ଏଲିଜିବିଲିଟି କ୍ରାଇଟେରିଆ ସବୁ କ'ଣ? ପ୍ରଥମଟି ହେଉଛି ଆବେଦନକାରୀ ସ୍ଥାୟୀ ଓଡ଼ିଶା ବାସିନ୍ଦା ହୋଇଥିବେ। ଦ୍ୱିତୀୟଟି ହେଉଛି ସେ ଜଣେ ମହିଳା ହୋଇଥିବେ ଆଉ ତାଙ୍କ ବୟସ 21 ବର୍ଷରୁ 60 ବର୍ଷ ମଧ୍ୟରେ ଥିବା ଆବଶ୍ୟକ। ତୃତୀୟଟି ହେଉଛି ସରକାରୀ କର୍ମଚାରୀ ଏବଂ ଟିକସଦାତା ଏହି ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ମାସିକ 1,500 ଟଙ୍କା କିମ୍ବା ତା'ଠାରୁ ଅଧିକ କିମ୍ବା ବର୍ଷକୁ 18,000 ଟଙ୍କା ପେନ୍ସନ୍ ପାଉଥିବା ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ତ ଚାଲନ୍ତୁ ଜାଣିବା ଏ ଯୋଜନାରେ ଆପ୍ଲାଏ କରିବା ପାଇଁ ଆପଣଙ୍କୁ କେଉଁ କେଉଁ ଡକ୍ୟୁମେଣ୍ଟ ଦରକାର। ଡକ୍ୟୁମେଣ୍ଟ ଗୁଡ଼ିକ ହେଲା ଆଧାର କାର୍ଡ଼, ଷ୍ଟେଟ୍ ରେସିଡେନ୍ସ ପ୍ରୁଫ୍, ଇନକମ୍ ସାର୍ଟିଫିକେଟ୍, କାଷ୍ଟ ସାର୍ଟିଫିକେଟ୍, ଏଜ୍ ସାର୍ଟିଫିକେଟ୍, ରେସନ୍ କାର୍ଡ଼, ବ୍ୟାଙ୍କ ପାସବୁକ୍, ଭୋଟର ID କାର୍ଡ଼, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ। ତ କେମିତି ଆପ୍ଲାଏ କରିବେ? ଆବେଦନକାରୀଙ୍କୁ ଏକ ଫର୍ମ ପୂରଣ କରି ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ପଡ଼ିବ। ଅଙ୍ଗନବାଡ଼ି କେନ୍ଦ୍ର, ମୋ ସେବା କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ରରୁ ଏହି ଆବେଦନ ଫର୍ମଟି ସଂଗ୍ରହ କରାଯାଇପାରିବ। ଫର୍ମ ସଂଗ୍ରହ କରିବା ପରେ ଆବେଦନକାରୀଙ୍କୁ ନିଜର ବିବରଣୀକୁ ପୂରଣ କରିବାକୁ ପଡ଼ିବ। ଏହି ଯୋଜନା ପାଇଁ ଆବଶ୍ୟକ କାଗଜପତ୍ର ଅପଲୋଡ଼ କରନ୍ତୁ। ଏହା ପୂରଣ ହୋଇଥିବା ଆବେଦନ ଫର୍ମକୁ ସମ୍ପୃକ୍ତ କେନ୍ଦ୍ରରେ ଦାଖଲ କରନ୍ତୁ। କର୍ତ୍ତୃପକ୍ଷ ଆପଣଙ୍କ ବିବରଣୀ ଏବଂ ଦସ୍ତାବିଜକୁ ଯାଞ୍ଚ କରିବେ। ସଫଳ ଯାଞ୍ଚ ପରେ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାର କିସ୍ତି ମିଳିବ। ସୁଭଦ୍ରା ଯୋଜନାର ପଞ୍ଜୀକରଣ ଅନଲାଇନ୍ ଆବେଦନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଘୋଷଣା କରାଯାଇଛି। ଖୁବ୍ ଶୀଘ୍ର ଅଫିସିଆଲ ୱେବସାଇଟ୍ ଲଞ୍ଚ ହେବ ଏବଂ ଆବେଦନ ପ୍ରକ୍ରିୟା ଅନଲାଇନ୍ରେ ମଧ୍ୟ ଆରମ୍ଭ ହେବ। ତ ସେହି ବିଷୟରେ ତଥ୍ୟ ପାଇବା ପାଇଁ ଆପଣ ନିଶ୍ଚିତ ରୂପେ ଭିଡ଼ିଓକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଯେତେବେଳେ ସେହି ଇନଫର୍ମେସନ୍ ଆସିବ ମୁଁ ଆପଣଙ୍କ ସହିତ ସେୟାର କରିବି। ତ ଆଜିର ଭିଡ଼ିଓ ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ରହୁଛି, ଧନ୍ୟବାଦ।